ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀମାନେ, ପୁନର୍ବାର ଆପଣମାନଙ୍କୁ ମୋର ପ୍ରେମ ନମସ୍କାର ଜଣାଏ। ପ୍ରଭୁ ଯୀଶୁ କହିଲେ, ଆମେ ଆମର ମଣ୍ଡଳୀ ଗଠନ କରିବା। ନରକର ବଳ ତାକୁ କୌଣସି ପ୍ରକାରେ ପରାଜୟ କରିପାରିବ ନାହିଁ। ଖ୍ରୀଷ୍ଟ ଆମମାନଙ୍କୁ ତାଙ୍କର ସେବକ ସେବିକା ଭାବରେ ସୁସମାଚାରର ଏଇ ଯେଉଁ ମହାନ ଆଦେଶ ଦେଇଛନ୍ତି, ଆହ୍ୱାନ କରିଛନ୍ତି, ଆଜି ଯେପରି ଆମମାନେ ସେହି ଆହ୍ୱାନରେ ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତ ରହିବା, ଈଶ୍ୱରଙ୍କର ଦୃଷ୍ଟିରେ ଯେପରି ଆମମାନଙ୍କର ଜୀବନ, ଆମମାନଙ୍କର ସେବା କାର୍ଯ୍ୟ ଗୌରବର କାରଣ ହେବ। ସ୍ମରଣ ରଖିବା ଯେ ଖ୍ରୀଷ୍ଟୀୟ ମଣ୍ଡଳୀର ପ୍ରତିବନ୍ଧକ କୌଣସି ପ୍ରକାର ଭାବରେ ବାହିକ ନୁହେଁ, ସବୁବେଳେ ଆଭ୍ୟନ୍ତରୀଣ। ଗତ ଶିକ୍ଷାରେ ଆମେ ଲକ୍ଷ୍ୟ କରୁଥିଲୁ କିପରି ଭାବରେ ଆଦ୍ୟ ମଣ୍ଡଳୀରେ ଏକ ନୂତନ ଜାଗରଣ ଉଦ୍ଦୀପନା ସମୟରେ ମଣ୍ଡଳୀର କେତେକ ଭାଇ ଭଉଣୀମାନେ, ବିଶ୍ୱାସୀମାନେ ଏହି ସୁସମାଚାର ସେବା କାର୍ଯ୍ୟର ପ୍ରତିବନ୍ଧକ ଭାବରେ ସେମାନେ ଠିଆ ହେଲେ। ଫଳରେ ସେମାନଙ୍କର ମଧ୍ୟରେ ମତାନ୍ତର ଭାବ, ବିବାଦ, କଳହ, ଏପରିକି ସେମାନଙ୍କର ଜୀବନରେ ଯେଉଁ କପଟତା, ଯେଉଁ ଛଳନାର ଜୀବନ ଦେଖାଗଲା। ଫଳରେ ଆମେ ଲକ୍ଷ୍ୟ କରିଛୁ ଯେ ସୁସମାଚାର କାର୍ଯ୍ୟ କିପରି ଭାବରେ ବାଧା ପାଇଲା। କିନ୍ତୁ ଆଦ୍ୟ ମଣ୍ଡଳୀ ଜାଣିଥିଲେ ଯେ ସେମାନଙ୍କର ସମସ୍ୟା ଗୁଡ଼ିକୁ କିପରି ଭାବରେ ସେମାନେ ସମାଧାନ କରିବେ। ଫଳରେ ପରବର୍ତ୍ତୀ ସମୟରେ ସୁସମାଚାର କାର୍ଯ୍ୟ, ପ୍ରଚାର କାର୍ଯ୍ୟ, ଶିକ୍ଷାର କାର୍ଯ୍ୟକ୍ରମ, ଆଶ୍ଚର୍ଯ୍ୟ, ପୁଣି ବିଭିନ୍ନ ପ୍ରକାର ଘଟଣା ଗୁଡ଼ିକ ମଣ୍ଡଳୀ ମଧ୍ୟରେ, ପୁଣି ବିଜାତୀୟମାନଙ୍କ ମଧ୍ୟରେ ବୃଦ୍ଧି ପାଇବା ପାଇଁ ଆରମ୍ଭ ହେଲା। ବର୍ତ୍ତମାନ ଯେତେବେଳେ ଆମେ ଆଗେଇ ଚାଲୁଛୁ, ଦେଖୁଛୁ ପ୍ରେରିତ 8 ପର୍ବରେ ଆଉ ଏକ ପ୍ରତିବନ୍ଧକ ମଣ୍ଡଳୀ ମଧ୍ୟରେ ସୃଷ୍ଟି ହେଉଛି। 8 ପର୍ବରେ ଆମେ ପାଠ କରୁଛୁ ଯେ ସ୍ତିଫାନଙ୍କର ମୃତ୍ୟୁ ପରେ ଲେଖାଯାଉଛି ଯେ ବିଶ୍ୱାସୀମାନେ, ଜେରୁସାଲେମର ବିଶ୍ୱାସୀମାନେ, ସେମାନେ ଚାରିଆଡ଼େ ଛିନ୍ନ ଭିନ୍ନ ହେଲେ। ଆଉ ଲେଖାଯାଏ ଯୁଆଡ଼େ ଯୁଆଡ଼େ ସେମାନେ ଯାଉଥିଲେ, ସେମାନେ ଖ୍ରୀଷ୍ଟଙ୍କର ପାଇଁ ସାକ୍ଷୀ ହେଉଥିଲେ, ବାକ୍ୟ ପ୍ରଚାର କରୁଥିଲେ, ନିଜ ଜୀବନର ସକ୍ଷମତା ଦେଉଥିଲେ। ଉଭୟ ସମ୍ମିଳିତ ଭାବରେ ଯେଉଁମାନେ ସେମାନଙ୍କର ସାକ୍ଷ୍ୟ ଶୁଣୁଥିଲେ, ଲେଖାଯାଉଛି 8 ପର୍ବରେ ଯେ ଅନେକ ଅନେକ ସଂଖ୍ୟାରେ ଲୋକମାନେ ବିଶ୍ୱାସ କଲେ, ଡୁବନ ଗ୍ରହଣ କଲେ, ମଣ୍ଡଳୀଭୁକ୍ତ ହେଲେ। ଆଉ ଏହି ପ୍ରକାର ଏକ ଉଦ୍ଦୀପନାର ସମୟରେ ଆମେ ଦେଖୁଛୁ ସିମୋନ, ଯେ କି କୁକ କର୍ମରେ ଲିପ୍ତ ଥିଲେ, ଲୋକମାନଙ୍କୁ ଆପଣାର କୁକ କର୍ମ ଦ୍ୱାରା ଆକର୍ଷଣ କରୁଥିଲେ। ଅର୍ଥର ଲାଳସା ଥିଲା, ପଦଳପତ ଲାଳସା ଥିଲା। ଆଉ ଏହି ପ୍ରକାର ସମୟରେ ଯେତେବେଳେ ଫିଲିପଙ୍କର ପ୍ରଚାର ସିମୋନ ଶୁଣିଲେ, ଲେଖାଯାଉଛି ସିମୋନ ଯୀଶୁଙ୍କୁ ବିଶ୍ୱାସ କଲେ। ପରବର୍ତ୍ତୀ ସମୟରେ ସେ ଡୁବନ ଗ୍ରହଣ କଲେ। ଆଉ ଫିଲିପଙ୍କର ସହିତ ରହି ତାଙ୍କର କାର୍ଯ୍ୟକୁ ତନ୍ନ ତନ୍ନ କରି ନିରୀକ୍ଷଣ କରୁଥିଲେ। ଆଉ ଦେଖିବାକୁ ପାରିଲେ ଯେ ତାଙ୍କର କୁକ କର୍ମର ଆଶ୍ଚର୍ଯ୍ୟ କାର୍ଯ୍ୟ ଗୁଡ଼ିକ ଅପେକ୍ଷା ଫିଲିପଙ୍କର ପ୍ରଚାର, ପୁଣି ବିଶେଷ କରି ଫିଲିପ ଯେଉଁମାନଙ୍କର ଉପରେ ହସ୍ତାର୍ପଣ କରୁଥିଲେ ଯୀଶୁଙ୍କ ନାମରେ, ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ସେମାନେ ପରିପୂର୍ଣ୍ଣ ହେଉଥିଲେ, ଯାହାକି ସିମୋନ ତାଙ୍କର ଏହି କୁକ କର୍ମ ଦ୍ୱାରା ସେ କରିପାରିନଥିଲେ। କୌଣସି ପ୍ରକାର ଭାବରେ ସିମୋନ ଭାବିଲେ, ମୁଁ କିପରି ଭାବରେ ଏଇ ପ୍ରେରିତମାନଙ୍କର ପରି ଦେଇପାରିବି, ଫଳରେ ମୁଁ ମଧ୍ୟ ଯେପରି ସେଇ ଦାନ ପାଇବି, ଆଉ ଲୋକମାନଙ୍କୁ ମଧ୍ୟ ମୋ ଆଡ଼େ ଆକର୍ଷଣ କରିପାରିବି। ହଁ, ପରବର୍ତ୍ତୀ ପଦ ଗୁଡ଼ିକରେ ଆମେ ଦେଖୁଛୁ କିପରି ଭାବରେ ପିତର ସିମୋନଙ୍କର ସମ୍ମୁଖରେ ଏହି ବାକ୍ୟ କହୁଛନ୍ତି, ଯାହାକି 8 ପର୍ବ ଆମେ 22 ପଦରେ ପଢ଼ୁଛୁ। ଅତଏବ ତୁମ୍ଭର ଏହି ଦୁଷ୍ଟପଣରୁ ମନ ପରିବର୍ତ୍ତନ କରି ପ୍ରଭୁଙ୍କଠାରେ ପ୍ରାର୍ଥନା କର, କି ଜାଣି ଅବା ତୁମ୍ଭ ହୃଦୟର କଳ୍ପନା କ୍ଷମା ହୋଇପାରେ। 21 ପଦ, ଏ ବିଷୟରେ ତୁମ୍ଭର ଅଂଶ ନାହିଁ କି ଅଧିକାର ନାହିଁ, କାରଣ ଈଶ୍ୱରଙ୍କର ସାକ୍ଷାତରେ ତୁମ୍ଭର ହୃଦୟ ସରଳ ନୁହେଁ। ତେବେ ଘଟଣା କ'ଣ? ପିତର ସିମୋନକୁ କହୁଛନ୍ତି, ସିମୋନ, ତୁମେ ଯେଉଁ ଦାନ ପାଇବା ପାଇଁ ଇଚ୍ଛା କରୁଛ, ତୁମର ମନୋଭାବ, ତୁମର ଲକ୍ଷ୍ୟ, ପୁଣି ତୁମର ଉପାୟ ସକଳ ସମ୍ପୂର୍ଣ୍ଣ ଭାବରେ ଭିନ୍ନ। ତାହା ଈଶ୍ୱରଙ୍କର ଦୃଷ୍ଟିରେ ଗ୍ରହଣଯୋଗ୍ୟ ନୁହେଁ।
ପିତର କହୁଛନ୍ତି ତୁମ ହୃଦୟ ସରଳ ନୁହେଁ, କପଟତାରେ ପରିପୂର୍ଣ୍ଣ। ହଁ ପ୍ରିୟ ବନ୍ଧୁଗଣ, ସିମୋନଙ୍କର ଯେଉଁ ସେବା କାର୍ଯ୍ୟ ସେ ପ୍ରେରିତମାନଙ୍କର ସହିତ କରିବା ପାଇଁ ଇଚ୍ଛା କରୁଥିଲେ, ଯେପରି ସେ ଅନ୍ୟମାନଙ୍କ ଉପରେ ହସ୍ତାର୍ପଣ କରିବା ଦ୍ୱାରା ସେମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବେ, এই ଯେଉଁ ଦାନ ନିମନ୍ତେ ସେ ଆକାଂକ୍ଷିତ ଥିଲେ, ତାଙ୍କର ଲକ୍ଷ୍ୟ, ତାଙ୍କର ମନୋଭାବ, ତାଙ୍କର ଉପାୟ ସକଳ ସମ୍ପୂର୍ଣ୍ଣ ଭାବରେ ମନ୍ଦ ଥିଲା। ପ୍ରିୟ ବନ୍ଧୁଗଣ, ଆମମାନଙ୍କର ଆଜି ଦିନର ଶିକ୍ଷା ହେଉଛି ଏକ ମନ୍ଦ ଅଭିପ୍ରାୟରେ କ'ଣ ଆମମାନେ ଈଶ୍ୱରଙ୍କର ସେବା କାର୍ଯ୍ୟ କରିପାରୁ? ହଁ, କେବଳ ଏହି ଅଂଶରେ ନୁହେଁ, ମାତ୍ର ଯେତେବେଳେ ଆମମାନେ ଯୀଶୁଙ୍କର ଜୀବନକୁ ଫେରିଯାଉ, ସେହି ସମୟରେ ମଧ୍ୟ ଅନେକ ଯେଉଁମାନେ କି ଭୁଲ ମନୋଭାବରେ ଯୀଶୁଙ୍କର ପଛରେ ଆସୁଥିଲେ, ଯୀଶୁଙ୍କର ପକ୍ଷରେ ସାକ୍ଷୀ ହେବା ପାଇଁ ଇଚ୍ଛା କରୁଥିଲେ, ପରବର୍ତ୍ତୀ ସମୟରେ ଶିଷ୍ୟମାନଙ୍କର ମଧ୍ୟରେ ମଧ୍ୟ ସେହି ପ୍ରକାର ଭିନ୍ନ ମନୋଭାବ ଆମେ ଦେଖିପାରୁଛୁ। ପରବର୍ତ୍ତୀ ସମୟରେ ଯେତେବେଳେ ପ୍ରେରିତ ପାଉଲ ତାଙ୍କର ସେବା କାର୍ଯ୍ୟ ଆରମ୍ଭ କଲେ, ଫିଲିପି ମଣ୍ଡଳୀ ପ୍ରତି ସେ କହୁଛନ୍ତି, ମୋର ସହିତରେ ପୁଣି ମୋର ସଙ୍ଗରେ ଅନ୍ୟ ଯେଉଁମାନେ ସେବା କାର୍ଯ୍ୟ କରୁଛନ୍ତି, କେହି ସ୍ୱାର୍ଥପର ଭାବରେ, କେହି ଅବା ଈର୍ଷାପରାୟଣ ଭାବରେ, କେହି ଅବା ହିଂସା ଭାବରେ, କେହି ଅବା ପଦ ଲାଳସାରେ, କେହି ଅର୍ଥ ଲାଳସାରେ, ଏହି ପ୍ରକାର ସେମାନେ ଖ୍ରୀଷ୍ଟଙ୍କ ପାଇଁ ପ୍ରଚାର କରୁଛନ୍ତି। କିନ୍ତୁ ପାଉଲ କହୁଛନ୍ତି ସେଥିରେ ମୋର ଯାଏ ସେ କ'ଣ, ମାତ୍ର ମୁଁ ଖ୍ରୀଷ୍ଟଙ୍କୁ ସରଳ ଭାବରେ ପ୍ରଚାର କରିବି। ପ୍ରିୟ ବନ୍ଧୁଗଣ, ମନେ ରଖିବା, ଯେତେବେଳେ ଆମମାନେ ଭିନ୍ନ ମନୋଭାବରେ ମନ୍ଦ ଅଭିପ୍ରାୟରେ ଈଶ୍ୱରଙ୍କର ସେବା କାର୍ଯ୍ୟ କରିବା ପାଇଁ ଇଚ୍ଛା କରୁ ବା କରୁଛୁ ଏବେ ବି, ତାହା ଏକ ପ୍ରତିବନ୍ଧକର ବିଷୟ। ସିମୋନ ଇଚ୍ଛା କଲେ, 19 ପଦରେ ଲେଖାଯାଉଛି, ସେ କହୁଛନ୍ତି ଯେଉଁମାନଙ୍କର ଉପରେ ମୁଁ ହସ୍ତ ଅର୍ପଣ କରିବି ସେମାନେ ପବିତ୍ର। ତାଙ୍କର ଲକ୍ଷ୍ୟ ଭିନ୍ନ ଥିଲା। ଈଶ୍ୱରଙ୍କର ଗୌରବ ସେବା କାର୍ଯ୍ୟର ମୌଳିକ ଲକ୍ଷ୍ୟ ହେବା ଏକାନ୍ତ ଆବଶ୍ୟକ। ଯେଉଁ ସ୍ଥାନରେ ଯେଉଁ ସେବା କାର୍ଯ୍ୟରେ ଈଶ୍ୱରଙ୍କର ଗୌରବ ନଥାଏ, ସେହି ସେବା କାର୍ଯ୍ୟ ଏକ ମନ୍ଦ ଅଭିପ୍ରାୟରେ କରାଯାଏ, ତାହା ଈଶ୍ୱରଙ୍କର ଗ୍ରହଣଯୋଗ୍ୟ ନୁହେଁ। ପରବର୍ତ୍ତୀ ସମୟରେ ଦେଖୁଛୁ ତାଙ୍କର ଉପାୟ ମଧ୍ୟ ଭିନ୍ନ ଥିଲା। ସିମୋନଙ୍କର ଟଙ୍କା ଦ୍ୱାରା ମୁଁ ଈଶ୍ୱରଙ୍କର ଏହି ଦାନକୁ କିଣିପାରିବି। କିନ୍ତୁ ପିତର କହୁଛନ୍ତି, ହେ ସିମୋନ, ତୁମର ଟଙ୍କା ସହିତ ତୁମେ ବିନଷ୍ଟ ହୁଅ। ଈଶ୍ୱରଙ୍କର ସେବା କାର୍ଯ୍ୟରେ ଅର୍ଥର କୌଣସି ସ୍ଥାନ ନାହିଁ। ଏ ବନ୍ଧୁଗଣ, ପଦମର୍ଯ୍ୟାଦା, କାରଣ ସିମୋନ ଚାହିଁଥିଲେ ପ୍ରେରିତମାନଙ୍କର ପରି ସମାନ ହେବେ, ଯଦ୍ୟପି ସେଥିପାଇଁ ସେ ଆହୁତ ନଥିଲେ। ବିନା ଆହ୍ୱାନରେ ଈଶ୍ୱରଙ୍କର ସେବା କାର୍ଯ୍ୟ କରିବା ଭୁଲ ବିଷୟ। ଅନ୍ୟମାନଙ୍କ ସହିତ ତୁଳନା ସେ ନିଜକୁ କରିବା ପାଇଁ ଚେଷ୍ଟା କଲେ, ଯେପରି ମୁଁ ପ୍ରେରିତମାନଙ୍କର ପରି ହେବି। ହଁ ବନ୍ଧୁଗଣ, ପ୍ରଭୁଙ୍କ ସେବା କାର୍ଯ୍ୟରେ ଅନ୍ୟ ସହିତ ନିଜକୁ ତୁଳନା କରିବା, ଅନ୍ୟର ଦାନ, ଅନ୍ୟର ଗୁଣ ଗୁଡ଼ିକ ପରି ନିଜର ଗୁଣକୁ ସେହିପରି ଭାବରେ କଢ଼େଇ ନେବା, ତାହା ସମ୍ପୂର୍ଣ୍ଣ ଭାବରେ ଭୁଲ। ଈଶ୍ୱର ଆପଣଙ୍କୁ ପୁଣି ମୋତେ ଭିନ୍ନ ଭାବରେ ସୃଷ୍ଟି କରିଛନ୍ତି। ଆପଣଙ୍କ ପାଇଁ ସେବା କାର୍ଯ୍ୟ ଭିନ୍ନ, ମୋ ପାଇଁ ସେବା କାର୍ଯ୍ୟ ଭିନ୍ନ। ହାୟ, ସେଦିନ ସିମୋନ ତାଙ୍କର ଭୁଲ ମନୋଭାବ ଥିଲା, ଭୁଲ ଉପାୟ ସକଳ ଥିଲା। ସେଥିପାଇଁ ପିତର ତାଙ୍କୁ କହୁଛନ୍ତି, ଏହି ଅର୍ଥ ସହିତ ତୁମେ ବିନଷ୍ଟ ହୁଅ, କାରଣ ତୁମର ଅନ୍ତଃକରଣ ସରଳ ନୁହେଁ, ତୁମର ଅନ୍ତଃକରଣ ସିଦ୍ଧ ନୁହେଁ। ପ୍ରିୟ ବନ୍ଧୁଗଣ, ସେଥିପ୍ରତି ଆମମାନେ ପ୍ରତ୍ୟେକ ଯେଉଁମାନେ ଆମେ ପାଳକ ପ୍ରଚାରକ ମିଶିକି ଭାବରେ କାର୍ଯ୍ୟ କରୁଛୁ, ଆମେ ସଚେତନ ହେବା। ଭୁଲ ମନୋଭାବରେ ତାର ସମାଧାନ କରିଥିଲା। ପିତର କହିଲେ, ପ୍ରାର୍ଥନା କର, ନିଜର ଦୋଷ ସ୍ୱୀକାର କର, ଭୁଲ ବୁଝାମଣାକୁ, ଭୁଲ ମନୋଭାବକୁ ଈଶ୍ୱରଙ୍କୁ ଟିକେ ସମର୍ପଣ କର, ଯଦ୍ୱାରା କି ତୁମ ପ୍ରତି ଈଶ୍ୱରଙ୍କର ଏହି ଦଣ୍ଡ ଯେପରି ନ ଆସିବ। ପ୍ରିୟ ବନ୍ଧୁଗଣ, ମନେ ରଖିବା, ଯଦି ଆପଣ ପୁଣି ଆମମାନଙ୍କର ସେବାର ମନୋଭାବକୁ ପରିବର୍ତ୍ତନ ନ କରୁ, ଈଶ୍ୱରଙ୍କ ଦୃଷ୍ଟିରେ ଯାହା ଗ୍ରାହ୍ୟ ସେହିପରି ପବିତ୍ର ମନୋଭାବରେ ଯଦି ଆମେ ସେବା ନ କରୁ, ତେବେ କିଏ ଜାଣେ କେବଳ ଆମମାନଙ୍କର ସେବା କାର୍ଯ୍ୟ ନୁହେଁ, ସେବା କାର୍ଯ୍ୟ ସହିତ ଆପଣ ପୁଣି ଆମମାନଙ୍କର ପରିବାର ମଧ୍ୟ ଆମେ ବିନଷ୍ଟ ହେବା। ଆଉ ପ୍ରେରିତମାନେ ସେ ପ୍ରତିବନ୍ଧକୁ ଏଡ଼େଇ ଦେଲେ। ପରବର୍ତ୍ତୀ ସମୟରେ ଲେଖାଯାଉଛି 25 ପଦରେ, ଏହି ପ୍ରକାର ସେମାନେ ସାକ୍ଷ୍ୟ ଦେଉ ଦେଉ ଓ ପ୍ରଭୁଙ୍କର ବାକ୍ୟ କହି ସମରଣିଆ ପୁଣି ଅନ୍ୟାନ୍ୟ ଅଞ୍ଚଳ ଗୁଡ଼ିକରେ
ପ୍ରଭୁଙ୍କ ବାକ୍ୟ ପ୍ରଚାର କରିବାରେ ଆଗେଇ ଗଲେ, କାର୍ଯ୍ୟ ବଢ଼ି ଚାଲିଲା। ସିମୋନ ପରିବର୍ତ୍ତିତ ହେଲେ, ଈଶ୍ୱରଙ୍କର କାର୍ଯ୍ୟ ବଢ଼ି ଚାଲିଲା। ତାପରେ ଯେତେବେଳେ ଆମେ ପ୍ରେରିତ 10 ପର୍ବକୁ ଚାଲି ଆସୁଛୁ, ଦେଖୁଛୁ ଆଉ ଏକ ପ୍ରତିବନ୍ଧକ। ଏପର୍ଯ୍ୟନ୍ତ ପ୍ରେରିତ ମାନେ ସେମାନେ କେବଳ ଯିହୁଦୀମାନଙ୍କର ମଧ୍ୟରେ ପ୍ରଚାର କାର୍ଯ୍ୟ କରୁଥିଲେ, ଅନେକ ବିଶ୍ୱାସ କରୁଥିଲେ। କିନ୍ତୁ ଈଶ୍ୱରଙ୍କର ଯୋଜନା ଥିଲା ଯେପରି ସବୁ ଜାତି, ସବୁ ଭାଷାବାଦୀର ଲୋକମାନେ, ବିଶେଷ କରି ଚାରିପାଖରେ ଥିବା ଅଣଯିହୁଦୀମାନଙ୍କର ନିକଟରେ ଯେପରି ତାଙ୍କର ବାକ୍ୟ ପ୍ରଚାର କରାଯାଇପାରିବ, ସେମାନେ ମଧ୍ୟ ଯେପରି ବିଶ୍ୱାସରେ ଆସିବେ। ସେଥିପାଇଁ ପ୍ରେରିତ 10 ପର୍ବରେ ଆମେ ପଢ଼ୁଛୁ କର୍ଣ୍ଣେଲିୟ ଜଣେ ଅଣଯିହୁଦୀ କିନ୍ତୁ ଈଶ୍ୱରଙ୍କର ଜଣେ ଅନ୍ୱେଷୀ। ତାଙ୍କ ବିଷୟରେ ଲେଖାଯାଉଛି ଯେ କିପରି ଭାବରେ ସେ ଈଶ୍ୱରଙ୍କ ଦୃଷ୍ଟିରେ ଜଣେ ଭକ୍ତ ଥିଲେ। 10 ପର୍ବ 2 ପଦ। ଆଉ ସପରିବାର ଭାବରେ ସେମାନେ ଈଶ୍ୱରଙ୍କୁ ଭୟ କରୁଥିଲେ। ସେ ଲୋକମାନଙ୍କୁ ବହୁତ ଦାନ ଦେଉଥିଲେ ଏବଂ ଈଶ୍ୱରଙ୍କ ନିକଟରେ ସର୍ବଦା ପ୍ରାର୍ଥନା କରୁଥିଲେ। ଅଣଯିହୁଦୀ କିନ୍ତୁ ଈଶ୍ୱରଙ୍କ ନିମନ୍ତେ ତୃଷିତ, ଈଶ୍ୱରଙ୍କ ବାକ୍ୟ ଶୁଣିବା ପାଇଁ, ଈଶ୍ୱରଙ୍କ ବାକ୍ୟରେ ଗଭୀର ଭାବରେ ବିଶ୍ୱାସ କରିବା ପାଇଁ ତାଙ୍କ ହୃଦୟରେ ଏକ ଲାଳସା ଥିଲା। ପ୍ରାର୍ଥନା କରୁଥିଲେ, ଦାନ ଦେଉଥିଲେ, ଈଶ୍ୱରଙ୍କୁ ଭୟ କରୁଥିଲେ। କେବଳ ଏକାକୀ ନୁହେଁ, ମାତ୍ର ସପରିବାରରେ। ସେଇ କର୍ଣ୍ଣେଲିୟସଙ୍କ ଜୀବନ ଉପରେ ଈଶ୍ୱରଙ୍କର ଦୃଷ୍ଟି ଥିଲା। କିଏ ଜାଣେ ଯେ ଈଶ୍ୱରଙ୍କର ଯୋଜନା ଥିଲା ଏଇ କର୍ଣ୍ଣେଲିୟ ଯେ କି ବିଜାତୀୟ ଅଣଯିହୁଦୀ, ତାଙ୍କର ମାଧ୍ୟମରେ ଯେପରି ଅଣଯିହୁଦୀ ଲୋକମାନଙ୍କର ନିକଟରେ ସୁସମାଚାର ଅଧିକ ପରିମାଣରେ ପରିବ୍ୟାପ୍ତ ହେଇପାରିବ। କାହା ଦ୍ୱାରା? ସେହି ସମୟରେ ପ୍ରେରିତ ମାନେ ଏହି ପ୍ରଚାର କାର୍ଯ୍ୟ ନିଯୁକ୍ତ ଥିଲେ। ଆଉ ଆମେ ପାଠ ପଢ଼ୁଛୁ 10 ପର୍ବରେ 9 ପର୍ବରେ କିପରି ଭାବରେ ଈଶ୍ୱର ପିତରଙ୍କୁ ଦର୍ଶନ ଦେଉଛନ୍ତି। ମଧ୍ୟାହ୍ନ ସମୟରେ ଯେଉଁ ସମୟରେ ସେ ପ୍ରାର୍ଥନା କରୁଥିଲେ, ଈଶ୍ୱରଙ୍କୁ ଅପେକ୍ଷା କରୁଥିଲେ, ପ୍ରାର୍ଥନା ସମୟରେ ସେ ଏକ ଦର୍ଶନ ପାଉଛନ୍ତି। ଯେଉଁ ଦର୍ଶନରେ ତାଙ୍କୁ କୁହାଯାଉଛି, ପିତର ତୁମେ ଉଠ, ଏ ସମସ୍ତ ପକ୍ଷୀମାନଙ୍କୁ, ପଶୁମାନଙ୍କୁ ତୁମେ ହତ କରି ତୁମେ ଖାଦ୍ୟ ଭୋଜନ କର, କାରଣ ତୁମେ କ୍ଷୁଧିତ। ଏହି ଦର୍ଶନ ଥରକୁ ଥର 3 ଥର ପିତରଙ୍କ ନିକଟକୁ ଆସୁଛି। ଆଉ ଯେତେବେଳେ ପ୍ରଥମ ଥର ପାଇଁ ସେଇ ଦର୍ଶନ ଦେଖୁଛନ୍ତି, ପିତର କହୁଛନ୍ତି, ପିତର କିଏ? ଈଶ୍ୱରଙ୍କ ପ୍ରେରିତ, ଯେଉଁ ପିତରଙ୍କ ପ୍ରଚାରରେ ଅନେକ ଯୀଶୁକୁ ବିଶ୍ୱାସ କଲେ, ମଣ୍ଡଳୀଭୁକ୍ତ ହେଲେ। ଆଜି ସେଇ ପିତର କହୁଛନ୍ତି, ଲେଖାଯାଉଛି 10 ପର୍ବ ତାର 28 ପଦରେ ତାଙ୍କର ଉତ୍ତର କ'ଣ? ସେ ସେମାନଙ୍କୁ କହିଲେ, ଆଜି ପର୍ଯ୍ୟନ୍ତ କୌଣସି ଲୋକ ସଙ୍ଗରେ ମିଶିବା କିମ୍ବା ସେମାନଙ୍କର ପାଖକୁ ଯିବା ଯିହୁଦୀ ଲୋକ ପକ୍ଷରେ କିପରି ବିଧିସଙ୍ଗତ ନୁହେଁ, ତାହା ତୁମେମାନେ ଜାଣ। ତଥାପି କୌଣସି ଲୋକକୁ ଅପବିତ୍ର କି ଅଶୁଚି ବୋଲି ନ କହିବାକୁ ଈଶ୍ୱର ମୋତେ ଦେଖାଇ ଅଛନ୍ତି। ଏହି ଦର୍ଶନରେ ପିତର ଦେଖୁଛନ୍ତି ଯେ ଏଇ ଯେଉଁ ପଶୁ ପକ୍ଷୀମାନେ ସେମାନେ ଅଶୁଚି, ଆଉ ଈଶ୍ୱର ଦେଖୁଛନ୍ତି ଏଇ ଅଶୁଚି। ପିତରଙ୍କ ମନରେ ଥିଲା ଏଇ ଯେଉଁ ଅଣଯିହୁଦୀ ନିକଟକୁ ମୋତେ ଆଜି ପ୍ରେରଣ କରାଯାଉଛି, ଆହ୍ୱାନ ଦିଆଯାଉଛି। ପିତର ପରୋକ୍ଷ ଭାବରେ କହୁଛନ୍ତି ସେମାନଙ୍କ ସହିତ, ଏ ଅଣଯିହୁଦୀ ଲୋକମାନଙ୍କର ସହିତ ଯିହୁଦୀମାନଙ୍କର କୌଣସି ସମ୍ପର୍କ ନାହିଁ। ତାଙ୍କର ମନୋଭାବ କ'ଣ ଥିଲା? ପକ୍ଷପାତିତାର ମନୋଭାବ, ପାତର ଅନ୍ତରର ମନୋଭାବ। ଯିହୁଦୀମାନେ ଅଣଯିହୁଦୀମାନଙ୍କ ସହିତ କୌଣସି ସମ୍ପର୍କ ନାହିଁ। ପ୍ରିୟ ବନ୍ଧୁଗଣ, ପିତର ସେଦିନ ଭୁଲି ଯାଇଥିଲେ ଯେ ସୁସମାଚାର ସମସ୍ତଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି। କିନ୍ତୁ ସେହି ଦର୍ଶନରେ ଥରକୁ ଥର 3 ଥର ଦର୍ଶନରେ ଈଶ୍ୱର ପିତରଙ୍କର ଜୀବନକୁ, ପିତରଙ୍କର ମନୋଭାବକୁ, ପକ୍ଷପାତିତାର ମନୋଭାବକୁ, ପାତର ଅନ୍ତରର ମନୋଭାବକୁ, ଭିନ୍ନ ପୂର୍ବ ଧାରଣାର ମନୋଭାବକୁ ସେଦିନ ଖ୍ରୀଷ୍ଟ ପରିବର୍ତ୍ତନ କରିଥିଲେ। ଫଳରେ ସେ ଯେତେବେଳେ ଦର୍ଶନ ପାଇଲେ, ଯେଉଁ ଲୋକମାନେ ତାଙ୍କ ନିକଟକୁ ଆସିଥିଲେ, ପଠା ଯାଇଥିଲେ, ସେମାନଙ୍କର ସହିତ ସେ କର୍ଣ୍ଣେଲିୟଙ୍କ ଗୃହକୁ ଯାଉଛନ୍ତି। ପ୍ରିୟ ବନ୍ଧୁଗଣ, ମନେ ରଖିବା, ଆଜି ଆମମାନଙ୍କର ଚାରି ପାଖରେ ଆଜି ଅନେକ କ୍ଷୁଧିତ ତୃଷିତ ଭାଇ ଭଉଣୀମାନେ ଅଛନ୍ତି।
ହେଇପାରେ ସେମାନେ ବିଜାତୀୟ ପରିସରରୁ, ଭିନ୍ନ ସମ୍ପ୍ରଦାୟ ମଧ୍ୟରୁ, ଭିନ୍ନ ଭାଷାବାଦୀମାନଙ୍କର ମଧ୍ୟରୁ। କିନ୍ତୁ ଆଜିର ପ୍ରଶ୍ନ ହେଉଛି, ଆଜି କ'ଣ ସେମାନଙ୍କର ପ୍ରତି ଆମମାନଙ୍କର ଦୃଷ୍ଟି ଭିନ୍ନ ଅଛି? ଆମେ ସେମାନଙ୍କୁ ନିଚ ଭାବରେ ଦେଖୁଛୁ, ଅଶିକ୍ଷିତ ଭାବରେ ଦେଖୁଛୁ। ସେମାନଙ୍କ ସହିତ ଆମମାନଙ୍କର କୌଣସି ସମ୍ପର୍କ ନାହିଁ। ନିଜକୁ ଆମେ ପ୍ରତିଷ୍ଠା କରୁଛୁ। ପିତର କହିଲେ ସେମାନଙ୍କ ସହିତ ଆମମାନଙ୍କର କୌଣସି ସମ୍ପର୍କ ନାହିଁ। ହେଇପାରେ ପ୍ରିୟ ବନ୍ଧୁଗଣ, ସେଇ ମନୋଭାବ ହେତୁ ଆଜି ଆମମାନଙ୍କର ଓଡ଼ିଶାରେ, ଆମମାନଙ୍କର ଭାରତ ବର୍ଷର ଅନେକ ଲୋକମାନଙ୍କ ନିକଟରେ ସୁସମାଚାର ପହଞ୍ଚି ପାରିନି। କାରଣ ଆପଣଙ୍କର ମନୋଭାବ, ମୋର ମନୋଭାବ ଆଜି ଅନ୍ୟ ଜାତିର ଲୋକମାନଙ୍କ ପ୍ରତି ସମ୍ପୂର୍ଣ୍ଣ ଭାବରେ ଭିନ୍ନ। ତେବେ କ'ଣ ହେଲା? ଯେତେବେଳେ ତିନୋଟି ଦର୍ଶନ ମଧ୍ୟରେ ପିତର ଆସୁଛନ୍ତି ଆଉ ନିଜ ଜୀବନକୁ ଖ୍ରୀଷ୍ଟଙ୍କର ହସ୍ତରେ ସମର୍ପଣ କରୁଛନ୍ତି, ସେହି ଲୋକମାନଙ୍କର ସହିତ ଯେତେବେଳେ ସେ କର୍ଣ୍ଣେଲିୟଙ୍କ ଗୃହକୁ ଯାଉଛନ୍ତି, ଆମେ ପାଠ କରୁଛୁ 24 ପଦରେ, ପରଦିନ ସେମାନେ କର୍ଣ୍ଣେଲିୟଙ୍କ ଗୃହରେ ପହଞ୍ଚିଲେ ଆଉ ଦେଖିଲେ ଆତ୍ମୀୟମାନେ, ପୁଣି ସେମାନଙ୍କର ପରିବାର ଅନେକ ବନ୍ଧୁମାନେ ଏକତ୍ର ଖ୍ରୀଷ୍ଟଙ୍କର ବାକ୍ୟ ଶୁଣିବାର ଅପେକ୍ଷାରେ ଅଛନ୍ତି। କେବଳ କର୍ଣ୍ଣେଲିୟ ନୁହେଁ, କର୍ଣ୍ଣେଲିୟ ତାଙ୍କର ପରିବାର ବନ୍ଧୁ ସମସ୍ତଙ୍କୁ, ଯେଉଁମାନେ କି ମଧ୍ୟ କ୍ଷୁଧିତ ଥିଲେ, ତୃଷିତ ଥିଲେ, ଏକତ୍ର ଭାବରେ ପରପଦରେ ଲେଖାଯାଉଛି ଯେ ସେମାନେ ଅନେକ ଅନେକ ଲୋକ ମଧ୍ୟ ସେମାନଙ୍କର ସହିତ ଏକତ୍ରିତ ହେଇଥିଲେ। ପ୍ରିୟ ବନ୍ଧୁଗଣ, ଏହି ହେଉଛି ସୁସମାଚାର ଦର୍ଶନ। ପରିବାର ସହିତ ଅନେକ ଅନେକ ଏକତ୍ରିତ। ଆଉ ସେହି ସମୟରେ ଯେତେବେଳେ ପିତର ପହଞ୍ଚିଲେ, ଲେଖାଯାଉଛି ସେ ଯୀଶୁ ଖ୍ରୀଷ୍ଟଙ୍କର ଜୀବନ, ଖ୍ରୀଷ୍ଟଙ୍କର କ୍ରୁଶର କାହାଣୀ, ପୁନରୁତ୍ଥାନ ଘଟଣା ଯେତେବେଳେ ଲୋକମାନଙ୍କୁ ଈଶ୍ୱରଙ୍କର ବାକ୍ୟ ମାଧ୍ୟମରେ ଶିକ୍ଷା ଦେବା ପାଇଁ ଆରମ୍ଭ କଲେ, ଲେଖାଯାଉଛି ଯେଉଁମାନେ ସେଦିନ ପିତରଙ୍କର ବାକ୍ୟ ଶୁଣିଲେ ସେମାନେ ଯୀଶୁଙ୍କୁ ବିଶ୍ୱାସ କଲେ, ସେମାନେ ଡୁବନ ଗ୍ରହଣ କଲେ, ପୁଣି ସେମାନଙ୍କର ଉପରେ ପବିତ୍ର ଆତ୍ମା ଅଧିଷ୍ଠାନ କଲେ। ବନ୍ଧୁଗଣ, ଦେଖିପାରୁଛୁ ଏହି ଘଟଣା ସେଦିନ ଖ୍ରୀଷ୍ଟ କର୍ଣ୍ଣେଲିୟଙ୍କ ପରିବାର ମାଧ୍ୟମରେ ଘଟାଇବା ପାଇଁ ଯୋଜନା କରିଥିଲେ। କିନ୍ତୁ ଅପର ପକ୍ଷରେ ଈଶ୍ୱରଙ୍କର ସେବକ ପିତର, ପ୍ରେରିତ ପିତର ନିଜର ମନୋଭାବକୁ ଏପରି ଭାବରେ ଭିନ୍ନ ରଖିଥିଲେ, ପକ୍ଷପାତିତାର ମନୋଭାବ। ଯଦି ସେଦିନ ସେ ନିଜ ଜୀବନକୁ ଖ୍ରୀଷ୍ଟଙ୍କ ହାତରେ ସମର୍ପଣ କରିନଥାନ୍ତେ, ଯଦି ପବିତ୍ର ଆତ୍ମା ତାଙ୍କ ଜୀବନରେ ଗଭୀର କାର୍ଯ୍ୟ କରିନଥାନ୍ତେ, ଦେଖିପାରୁଛୁ এই ଯେଉଁ ଅନେକ ସଂଖ୍ୟାରେ ଲୋକମାନେ ଅପେକ୍ଷା କରିଥିଲେ, ହୁଏତ ସୁସମାଚାର ଶୁଣିବାର ସୁଯୋଗ ପାଇନଥିଲେ, ବିଶ୍ୱାସ କରିନଥାନ୍ତେ। ପ୍ରିୟ ବନ୍ଧୁଗଣ, ଆଜି କ'ଣ ଆମମାନଙ୍କର ଜୀବନ ପ୍ରତି ଆମେ ସଚେତନ ଅଟୁ କି? ନିଜକୁ ଆଜି ପ୍ରଶ୍ନ ପଚାରୁ ଯେ ଆଜି କ'ଣ ଆମମାନଙ୍କର ହୃଦୟ ମଧ୍ୟରେ ଅନ୍ୟ ଜାତିର ଲୋକମାନଙ୍କ ପ୍ରତି, ଭାଷାବାଦୀର ଲୋକମାନଙ୍କ ପ୍ରତି ଏକ ଭିନ୍ନ ମନୋଭାବ ରହିଛି? ଚାରିପାଖରେ ଅନେକ ଲୋକମାନେ କ୍ଷୁଧିତ ତୃଷିତ ଅବସ୍ଥାରେ ଅଛନ୍ତି। ଫଳରେ କ'ଣ ହେଲା? ଲେଖାଯାଉଛି 11 ପର୍ବରେ, ବିଜାତୀୟମାନଙ୍କର ମଧ୍ୟରେ ଯେ ଈଶ୍ୱରଙ୍କର ବାକ୍ୟ ବହୁଳ ଭାବରେ ପ୍ରଚାର କରାଯାଉଛି, ଏହି ଘଟଣା ଜେରୁସାଲେମର ପ୍ରେରିତମାନଙ୍କ ମଧ୍ୟରେ ଏକ ବିଶେଷ ଆନନ୍ଦର ସୃଷ୍ଟି ହେଲା। ବିଜାତୀୟମାନେ ପ୍ରଥମ ଥର ବିଜାତୀୟମାନେ ସୁସମାଚାର ଶୁଣିବାର, ସୁସମାଚାରକୁ ବିଶ୍ୱାସ କରିବାର ସୁଯୋଗ ପାଇଲେ। ପ୍ରିୟ ବନ୍ଧୁଗଣ, ଯୀଶୁ କହିଲେ, ତୁମେ ଆଖି ଖୋଲି ଦେଖ, ସେହି ସମରୀୟ ଲୋକମାନେ, ସେ ଜିହୁଦାର ଲୋକମାନେ, ଜଗତର ପ୍ରାନ୍ତ ପର୍ଯ୍ୟନ୍ତ ଲୋକମାନେ ଏପର୍ଯ୍ୟନ୍ତ ସୁସମାଚାର ଶୁଣିବାର ଅପେକ୍ଷାରେ ଅଛନ୍ତି। ସେଦିନ ଯୀଶୁ ନିଜର କର୍ତ୍ତବ୍ୟ ପ୍ରତି, ନିଜ ଦାୟିତ୍ୱ ପ୍ରତି ସଚେତନ ଥିଲେ। ସେଥିପାଇଁ ସେ କହିଲେ, ଦିନ ଥାଉ ଥାଉ ମୋହର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସଫଳ କରିବା ମୋହର ଖାଦ୍ୟ। କାରଣ ରାତ୍ରି ଆସୁଅଛି ଯେଉଁ ସମୟରେ କେହି କାର୍ଯ୍ୟ କରିପାରେ ନା। ପ୍ରିୟ ବନ୍ଧୁଗଣ, ଆଜି ଆମମାନଙ୍କର ମାଣ୍ଡଳିକ ଜୀବନରେ, ଆମମାନଙ୍କର ବ୍ୟକ୍ତିଗତ ଖ୍ରୀଷ୍ଟୀୟ ଜୀବନରେ, ଆମର ପାଳକ ଜୀବନରେ, ଆମର ମିଶନାରୀ ଜୀବନରେ କ'ଣ ଏହି ଦୁଇଟି ବିଷୟ ଆଜି ଏପର୍ଯ୍ୟନ୍ତ ରହିଛି? ଭୁଲ ମନୋଭାବରେ ଆମେ ପ୍ରଭୁଙ୍କର ସେବା କରିବା ପାଇଁ ଆଗେଇ ଚାଲିଛୁ। ଅର୍ଥ ଲାଳସା, ପଦ ଲାଳସା କ'ଣ ଆମମାନଙ୍କୁ ଆଜି ବାନ୍ଧି ଦେଇଛି? ହଁ, ସୁସମାଚାର କାର୍ଯ୍ୟରେ ଲିପ୍ତ ଅଛୁ। ଅନ୍ୟ ପକ୍ଷରେ
ଆଜି କ'ଣ ମୋର ଅନ୍ୟ ଜାତିର ଲୋକମାନଙ୍କ ପ୍ରତି, ଭାଷାବାଦୀ ଲୋକମାନଙ୍କ ପ୍ରତି ମୋର ମନୋଭାବ ଅସରଳ, ହୃଦୟ ଅସରଳ, କି ମୁଁ ଆଜି ଖ୍ରୀଷ୍ଟଙ୍କର ଆଖି ବତ ଦେଇ ମୁଁ ସମସ୍ତଙ୍କୁ ଦେଖୁଅଛି। ସେଥିପାଇଁ ପ୍ରେରିତ କହିଲେ, ଆଜିଠାରୁ ଆମେ କାହାକୁ ଜଗତର ଦୃଷ୍ଟିକୋଣରୁ ଦେଖୁନାହୁଁ, ମାତ୍ର ଆଜିଠାରୁ ଆମେ ଆପଣମାନଙ୍କୁ ଖ୍ରୀଷ୍ଟଙ୍କର ପ୍ରେମର ଦୃଷ୍ଟିକୋଣରୁ ଦେଖୁଅଛୁ। ପ୍ରେରିତ ପାଉଲ ଯେତେବେଳେ ଦେଖୁଥିଲେ, ସମସ୍ତଙ୍କୁ ସମାନ ଭାବରେ ଦେଖୁଥିଲେ। ତେବେ ଯାଇ ପ୍ରିୟ ବନ୍ଧୁଗଣ, ଆଜି ଆମମାନଙ୍କର ଚାରିପାଖରେ ଯେଉଁ ବି ଜାତିମାନେ ଅଛନ୍ତି, ଅଶିକ୍ଷିତମାନେ ଅଛନ୍ତି, ଯେପରି ସେମାନଙ୍କ ନିକଟରେ ଆମେ ସମାଚାରକୁ ଆମମାନଙ୍କର ସମୟରେ ଆମେ ପହଞ୍ଚି ଦେଇ ପାରିବା। ତେବେ ଗୁଡ଼ ରହସ୍ୟ ହେଉଛି, ଯଦି ଆପଣ ପୁଣି ମୁଁ ଆମର ଜୀବନକୁ, ଆମର ମନୋଭାବକୁ ଖ୍ରୀଷ୍ଟଙ୍କ ହସ୍ତରେ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିବା, କହିଦେବା, ପବିତ୍ର ଆତ୍ମା ତୁମେ ମୋ ମଧ୍ୟ ଦେଇ ଯାହା କିଛି କାର୍ଯ୍ୟ କରିବା ପାଇଁ ଚାହୁଁଛ, ତୁମର କାର୍ଯ୍ୟ ତୁମେ ସଫଳ କର। ପ୍ରଭୁ ଆମମାନଙ୍କୁ ଏ ଉପବାକ୍ୟରେ ଆଶୀର୍ବାଦ କରନ୍ତୁ। ଆମେନ୍।